देखो मो पाखर जन बाबा बहुत बड़ भक्त आसिक पहुंच जाइए पूजा आरंभ करदे दीप जाऊँ पूजा कर पूजा को भी पूजा करें साइड रे पूरा था नाग देवता मुझे निजे प्रत्यक्षदर्शी हाँ देखा ना पवन बाजन दीप पवन भी बाजन दुई देह किंतु आत्मा गोटे आज आम आसी पहुँचु सुजनागढ़ नीलगिरी ब्लॉक सुजनागढ़ बर्तमान आम शैवपीठ को जा नुआ शैवपीठ जे कि शंखेश्वर और रुखेश्वर आउ दुईटी शैवपीठ रही सुजनागढ़ तेंडार रही आम बर्तमान तेंडा अभिमुखे जाऊँ मो सहित रही पाढ़ी भाई रही पाढ़ी भाई कौन कहे बहुत दूर आसु देखा देखला कौन रही देखा पाढ़ी भाई देखो पूरा आज पूरा स्टाइल मारिक पूरा आसते दशा बसा पूरा पिंधिकी पूरा हिरो होकर आज आसते बाबा दर्शन आज करेंगे निज मन कथा जन आम सहित सार सार कौन कहे ଆମେ ଯିବା ଦେଖି ଆସିବା ବୁଲି ଆସିବା ଆଗରୁ ଆପଣ ଯାଇଛନ୍ତି ନାଇଁ ମୁଁ ଥରେ ଯାଇଥିଲି ବହୁତ ଦିନ ତଳେ ତାପରେ ଆଉ ଯାଇନି ଆଜି ଆମେ ଶୁଣିତେ ପାଇଲୁ ସେଠି ବାବାଙ୍କୁ ଯେଉଁମାନଙ୍କର ପୁତ୍ର ସନ୍ତାନ ହୁଏ ନାହିଁ ସେମାନେ ଯଦି ପୁତ୍ର ସନ୍ତାନ ବାବାଙ୍କୁ ମାନସିକ କରନ୍ତି ମିଳିଯାଏ ଅଛି ଅଛି ସେମିତି ବି ଆମେ ଖବର ପାଇଛୁ ଯେଉଁମାନଙ୍କର ପୁତ୍ର ସନ୍ତାନ ହୁଏନି ଯେଉଁ ମାଆ ମାନେ ଯାଇକି ମାନସିକ କରନ୍ତି ଡାକନ୍ତି ବାବାଙ୍କୁ ମନ କଥା ଜଣାନ୍ତି ବାବା ଆଶୀର୍ବାଦ କରନ୍ତି ଆଉ ସେମାନେ ପୁତ୍ର ସନ୍ତାନ ଲାଭ କରନ୍ତି ଆଉ ସେଇ ଜାଗାକୁ ଆମେ ବର୍ତ୍ତମାନ ଯିବୁ ଆଉ बहुत खुशी अच्छी नुआ जगह को देखा जाऊँगी एंजॉय कर ଆଗରୁ ଯାଇଛନ୍ତି ना जाए ଫାର୍ଷ୍ଟ ଟାଇମ୍ ସମସ୍ତେ ରେଡ଼ି ବର୍ତ୍ତମାନ ସମସ୍ତେ ଉତ୍ସୁକତା ବଢ଼ିଗଲାଣି ବର୍ତ୍ତମାନ ଯିବା ଶୈବପୀଠକୁ ଚାଲନ୍ତୁ ଦେଖିବା କେମିତିକା ଶୈବପୀଠର ନଜାରା ରହିଛି ଆପଣମାନେ ପୁରା ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଆଉ ନିଶ୍ଚିତ ଲାଇକ୍ କମେଣ୍ଟ ସେୟାର କରିବେ ଆଉ ଯେଉଁ ଭାଇ ଭଉଣୀମାନେ ନୂଆ କରି ଆସିବେ ନିଶ୍ଚିତ ସବସ୍କ୍ରାଇବ୍ କରିବେ ଚାଲନ୍ତୁ ଏବେ ଯିବା ଶୈବପୀଠ ଶଙ୍ଖେଶ୍ୱର ଆଉ ରୁଖେଶ୍ୱର ଲେଟ୍ସ ଗୋ ଏଇଠୁ ବାଙ୍କିବା ପାଇଁ ପଡ଼ିବ ଦେଖନ୍ତୁ ଏଇଠୁ ଡାହାଣକୁ ଆମେ ବାଙ୍କି ଦେଲୁ ଶୈବପୀଠ ଆଉ ଅଳ୍ପ ବାଟ ରହିଲା ନୂଆ ଜାଗା ଦେଖିବା ଆମ ମନ ଭିତରେ ବହୁତ ଖୁସି ରହିଛି ଆଉ ଗୋଟେ ଆନନ୍ଦ ବି ଲାଗୁଛି ଯେ ଆମେ ବାବାଙ୍କୁ ଦର୍ଶନ କରିବା ପାଇଁ ଯାଉଛୁ ଆଉ ବାବାଙ୍କର ଚାରିଆଡ଼େ ତାଙ୍କର ରହିଛି ସତ୍ତା ରହିଛି ପ୍ରତ୍ୟେକ ସତ୍ତାରେ ହିଁ ଶିବଙ୍କର ସତ୍ତା ରହିଛି ତ କେଉଁଠି ସେ ଆବିର୍ଭାବ ହେଉଛନ୍ତି ଆଉ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି ସେ ସ୍ଥାନ ଖାଲି ଅଲଗା ଅଲଗା ରହିଛି ଆଉ ସେଇଭଳିଆ ସ୍ଥାନରେ ଆମେ ଏଠି ପହଞ୍ଚାଇଛୁ ନୀଳଗିରି ବ୍ଲକରେ ଶଙ୍ଖେଶ୍ୱର ଆଉ ରୁଖେଶ୍ୱର ଶୈବପୀଠ ଆଉ ଅଳ୍ପ ବାଟ ରହିଲା ଏବେ ଆମେ ପହଞ୍ଚିଗଲୁ ସେଇ ପ୍ରସିଦ୍ଧ ଶୈବପୀଠରେ ବର୍ତ୍ତମାନ ଦେଖନ୍ତୁ ଟିକଟ ଆମେ କାଟିଦେଲୁ ଦେଖନ୍ତୁ ବାବା ଶଙ୍ଖେଶ୍ୱର ମନ୍ଦିର କମିଟି ତେଣ୍ଡା ଲେଖା ହେଇଛି 20 ଟଙ୍କା ଟିକଟ ମୋଟରସାଇକେଲର ମୂଲ୍ୟ ରହିଛି ବର୍ତ୍ତମାନ ଆମେ ଆଗକୁ ଯିବୁ ଦେଖନ୍ତୁ କେମିତି ସବୁ ଭକ୍ତମାନଙ୍କର ଭିଡ଼ ଲାଗି ରହିଛି ପ୍ରବଳ ଆଜି ଭକ୍ତମାନଙ୍କର ସମାଗମ ହେଇଛି ପୁରା ଦେଖନ୍ତୁ ପୁରା ପାହାଡ଼ ମୂଳରେ ବାବାଙ୍କର ବାହାରିଛି ବାବାଙ୍କର ସତ୍ତା ଏଠାରେ ଆବିର୍ଭାବ ହୋଇଛନ୍ତି ବାବା ଦେଖନ୍ତୁ ବାବାଙ୍କ ଶୈବପୀଠ ଆସିକି ପହଞ୍ଚିଗଲୁ ଆମେ ଚାଲ ଏଇପଟେ ଚାଲ ଗାଡ଼ି ଭାଇ ପ୍ରଣାମ କରୁଛନ୍ତି ବାବାଙ୍କୁ ଲାଗୁଛି ଭଲ ଲାଗୁଛି ପରିବେଶଟା ଭଲ ଲାଗୁଛି ଶାନ୍ତି ଲାଗୁଛି ସାର୍ କହୁଛନ୍ତି ବହୁତ ଶାନ୍ତି কাম ଚାଲିଛି କାମ ମାନେ ବହୁ ବର୍ଷ ପୂର୍ବରୁ ଏଠି ବାବା ଶଙ୍ଖେଶ୍ୱର ବହୁ ବର୍ଷ ପୂର୍ବରୁ ଏଠି ପୂଜା ପାଉଛନ୍ତି ଆଉ ବାବା ଏଠି ପୂଜା ପାଉଛନ୍ତି ତା ପେଟରେ ପେଟ ଭିତରେ ବି ଥିଲେ କି ତା ମାଆ ବି ନଥିବ ମୋ ମାଆ ବି ନଥିବ ସିଏ ତା ବାପର ବାପ ତା ବାପର ବାପ କେତେ ପୁରୁଷ ଗଲାଣି 1800 ଯେ ନା 2025 ନାଇଁ କି 130 କି 40 ପାଖାପାଖି ରଜାମୂଳରୁ ବାବା ପୂଜା ପାଉଛନ୍ତି ଆମେ ପେଟ ଭିତରେ ଥିଲେ କି ନଥିଲେ ଆମେ ଜାଣିପାରୁନୁ ତା ପୂର୍ବରୁ ବାବା ପୂଜା ପାଉଛନ୍ତି ଏଠି କ'ଣ କ'ଣ ପାଳନ ହୁଏ କେବଳ ଜାଗର ହୁଏ ନା ଆଉ କିଛି ବାବାଙ୍କର ପୂଜା ହୁଏ ଜାଗର ହୁଏ ତାପରେ ଶ୍ରାବଣ ମାସ କାଉଡ଼ିଆ ବଲବମ୍ ଢାଳନ୍ତି ପାଣି ବହୁତ ଆଡ଼େ ଅଛନ୍ତି ହଁ ନା ବାଲେଶ୍ୱର ଭଦ୍ରକ ସବୁ ମୟୂରଭଞ୍ଜ ପ୍ରତିବଦା ସବୁ
ଆଉ ମୋ ପାଖରେ ଅଛନ୍ତି ପ୍ରଶାନ୍ତ ସାର୍ ଯିଏକି ଯେଉଁ ଏଠାରେ ଯେଉଁ ଶଙ୍ଖେଶ୍ୱର ବାବା ଏଠାରେ ପୂଜା ପାଉଛନ୍ତି ଆଉ ତାଙ୍କର ଆବିର୍ଭାବ କେବେଠାରୁ ହେଲା ଆଉ ଆବିର୍ଭାବ ପାଖରୁ ସାର୍ଙ୍କର ରହିଛି ବହୁତ ତାଙ୍କର ଅବଦାନ ରହିଛି ଆଉ ଏଇ ସ୍ଥାନୀୟ ଗ୍ରାମବାସୀମାନଙ୍କର ମଧ୍ୟ ଅବଦାନ ରହିଛି ସେମାନେ ସମସ୍ତେ ମିଳିତ ଭାବେ ବାବାଙ୍କର ପୂଜାର୍ଚ୍ଚନା କରୁଛନ୍ତି ଆଗକୁ ନେଉଛନ୍ତି ବାବାଙ୍କ ପୀଠକୁ ଚାଲନ୍ତୁ ଟିକେ ଦିପଦ ଆମେ କଥା ହେବା ସାର୍ଙ୍କ ସହିତ ସାର୍ କେମିତିକା ଏଠାରେ ବାବାଙ୍କ ବିଷୟରେ ଦିପଦ କହିବେ ସାର୍ ଆପଣଙ୍କୁ ଆମ ଚ୍ୟାନେଲକୁ ବହୁତ ବହୁତ ସ୍ୱାଗତ ବହୁତ ବହୁତ ଆପଣଙ୍କୁ ମଧ୍ୟ ଧନ୍ୟବାଦ ଆପଣ ଆସିଲେ ଏ ପୀଠ ବିଷୟରେ ଜାଣିବା ପାଇଁ ଆଗ୍ରହ ପ୍ରକାଶ କଲେ ଏ ପୀଠ ହେଉଛି ବାବା ଶଙ୍ଖେଶ୍ୱରଙ୍କର ପୀଠ ରୁକ୍ଷେଶ୍ୱର ପର୍ବତ ପାଦଦେଶରେ ତେଣ୍ଡା ଗ୍ରାମରେ ସଜନାଗଡ଼ ପଞ୍ଚାୟତରେ ଏହା ଅବସ୍ଥିତ ଆପଣମାନେ ଆଜି ଏହି ମହାଜାଗର ଯାତ୍ରାରେ ଦେଖୁଥିବେ ଲୋକ ସମାଗମ ଆମ ବାବାଙ୍କ ପୀଠରେ କିଭଳି ଭାବରେ ସମସ୍ତେ ଆନନ୍ଦିତ ହୋଇ ସେମାନଙ୍କର ପୂଜା କରି ଯାଉଛନ୍ତି କେବଳ ଏହି ଅଞ୍ଚଳରେ ନୁହେଁ ବହୁତ ଦୂର ଦୂରାନ୍ତରୁ ମଧ୍ୟ ଭକ୍ତମାନେ ଏଠାକୁ ଆସନ୍ତି ଜାଗର ଦିନ ବିଶେଷ କରି ସେମାନେ ଆସି ବାବାଙ୍କ ପାଖରେ ଦୀପ ଜାଳନ୍ତି ଆଉ ସେମାନଙ୍କର ମନସ୍କାମନା ମଧ୍ୟ ବାବା ସମସ୍ତେ ପୂରଣ କରନ୍ତି ଏବଂ ଆଗରୁ ମଧ୍ୟ ଦୃଷ୍ଟାନ୍ତ ଅଛି ଯେ ବାବା କାହାରି ଦୁଃଖ ରଖିନାହାନ୍ତି ସମସ୍ତଙ୍କ ଦୁଃଖ ଦୂର କରିଛନ୍ତି ଆମ ବାବା ହେଲେ ପ୍ରକୃତିର ଦେବତା ସିଏ ହେଲେ ଆଦିବାସୀମାନଙ୍କର ଦେବତା ଅତି ସରଳ ଯେ ଆଶୁତୋଷ ତାଙ୍କୁ କହନ୍ତି କିନ୍ତୁ ଏ ଶଙ୍ଖେଶ୍ୱର ଆହୁରି ଆଶୁତୋଷ ତାମାନେ ଯଦି ଆପଣ ପାଣି ଟିକେ ଢାଳିକି ବି ଯଦି ବାବାଙ୍କୁ ଡାକିବେ ନିଶ୍ଚିତ ଭାବରେ ସେ ଡାକ ଶୁଣିବେ ଯଦି ଆପଣଙ୍କ ପଥ ସତ୍ ଥିବ ତାହେଲେ ସେଇଭଳି ବାବାଙ୍କର ଚରଣରେ ଆଜି ଆମର ଜାଗର ଯାତ୍ରା ଚାଲିଛି ବିଗତ 2 ଦିନ ଧରି ଆମର ଯେଉଁ ମନ୍ଦିରଟି ଟିକେ ନବୀକରଣ ହେଲା କାହିଁକିନା ଏ 1893 ମସିହାରେ ଏଠି ବାବା ଉଦ୍ଭାସିତ ହେଲେ 30 ବର୍ଷ ପୂର୍ବରୁ ଆମ ରାଜେନ୍ଦ୍ରପୁରର ଜଣେ ମହାନ ବ୍ୟକ୍ତି ସେ ଆମର ମନ୍ଦିରଟିକୁ ଗଢ଼ି ଦେଇଥିଲେ ଇତିମଧ୍ୟରେ 30-40 ବର୍ଷ ଚାଲି ଯାଇଥିଲା ବାବାଙ୍କର ମନ୍ଦିରରେ ତାଙ୍କ ନିର୍ଦ୍ଦେଶରେ ଆମର କମିଟି ଆଉ ସମସ୍ତ ଭକ୍ତଗଣଙ୍କର ଦାନରେ ଏ ମନ୍ଦିରର ନବୀକରଣ କାର୍ଯ୍ୟ କରାଯାଇଛି ଯାହାକି ଏଇ 24-25 ତାରିଖ 2 ଦିନ ଧରି ତାର ପ୍ରତିଷ୍ଠା ହେଇକି ଆପଣ ଦେଖୁଥିବେ ନାରାୟଣଙ୍କର ଶ୍ରୀ ଗଣେଶଙ୍କର ଶ୍ରୀ କାର୍ତ୍ତିକେୟଙ୍କର ବିଗ୍ରହ ପ୍ରତିଷ୍ଠିତ ହୋଇଯାଇଛନ୍ତି ଆଜି ତେଣୁ ମହାଜାଗର ଯାତ୍ରା ପୂର୍ବରୁ ସେମାନେ ସବୁ ଆଜି ଆମ ମନ୍ଦିରରେ ଶୋଭିତ ହେଉଛନ୍ତି ଯିଏକି ଭକ୍ତମାନଙ୍କୁ ସେ ଆଶୀର୍ବାଦ ଦେଉଛନ୍ତି ତେଣୁ ସମସ୍ତେ ଆଜି ଆସିବେ ଆଉ ବାବାଙ୍କର ଆଶୀର୍ବାଦ ପ୍ରାପ୍ତ ହେବେ ଏହା ମୋର ବାବାଙ୍କ ନିକଟରେ ପ୍ରାର୍ଥନା ସମସ୍ତଙ୍କୁ ସେ ସୁଖ ସମୃଦ୍ଧିରେ ଭରି ଦିଅନ୍ତୁ ଏ ଅଞ୍ଚଳରେ ଦୁଃଖ ବୋଲି କିଛି କଥା ନ ରହୁ ଏବଂ ଯେଉଁମାନେ ଆଜି ମାନସିକ କରି ଜାଗର ଜାଳିବାକୁ ଆସିଛନ୍ତି ସେମାନଙ୍କର ସମସ୍ତ ମନସ୍କାମନା ମଧ୍ୟ ପୂର୍ଣ୍ଣ ହେଉ ଆଉ ଗୋଟେ କଥା ଆମେ ଶୁଣିବା ପାଇଁ ପାଇଲୁ ଯେଉଁ ମାଆ ମାନଙ୍କର ପୁତ୍ର ସନ୍ତାନ ହୁଏ ନାହିଁ ଯଦି ବାବାଙ୍କୁ ସେମାନେ ମନସ୍କାମନା କରିକି କିଛି ମାନସିକ କରନ୍ତି ତ ବାବା ତାଙ୍କୁ ନିହାତି ପୁତ୍ର ଲାଭ ଦାନ କରନ୍ତି ଏଇଟା ତ ବହୁତ କାଳରୁ ତାଙ୍କର ବାବାଙ୍କର ଆବିର୍ଭାବ କାଳରୁ ମଧ୍ୟ ଅଛି ସମସ୍ତେ ବହୁତ ଦୃଷ୍ଟାନ୍ତ ଅଛି ସେମାନେ ମଧ୍ୟ ଜାଗରକୁ ଆସୁଛନ୍ତି ବାବାଙ୍କ ପାଖକୁ ଆସୁଛନ୍ତି ଆଉ ମୁଣ୍ଡନ କରୁଛନ୍ତି ଛୁଆମାନଙ୍କୁ ତାଙ୍କ ବାବାଙ୍କ ଚରଣରେ ସମର୍ପିତ କରି ଯାଉଛନ୍ତି ଆଜି ମଧ୍ୟ ଜଣେ ଦମ୍ପତି ଆସିଥିଲେ ସିଏ ତାଙ୍କର ଚୂଳ ପକାଇ ତାଙ୍କ ପୁତ୍ର ଦ୍ୱୟଙ୍କୁ ସେ ବାବାଙ୍କ ଚରଣରେ ସମର୍ପିତ କରି ଯାଇଛନ୍ତି ତେଣୁ ଆମେ ଦେଖୁଛୁ ସର୍ବଦା ଭକ୍ତମାନେ ଯେଉଁ ଭାବରେ ଆସୁଛନ୍ତି କିଏ ତ କେଉଁ ଭାବରେ ଆସୁଛୁ ଆମେ ଜାଣିପାରିବା ନାହିଁ ତେଣୁ ସମସ୍ତଙ୍କର ମନସ୍କାମନା ନିଶ୍ଚିତ ଭାବରେ ପୂର୍ଣ୍ଣ ହୋଇଛି ବାବା ସମସ୍ତଙ୍କୁ ଚାହିଁଛନ୍ତି କାହିଁକିନା ସେ ହେଲେ କରୁଣାମୟ ଆଉ ଏଠି ମାନେ ପ୍ରକୃତି ଯେମିତି ପ୍ରକୃତି ମାନେ ସୁନ୍ଦର ସେମିତି ଆମ ବାବା ବହୁତ ଦୟାଳୁ ଆମର ଜାଗର ହେଲା ସବୁଠାରୁ ବଡ଼ ପର୍ବ ତା ସହିତ ଯେଉଁ ଆମର ହୋଲି କୁହନ୍ତୁ କାର୍ତ୍ତିକ ପୂର୍ଣ୍ଣିମା କୁହନ୍ତୁ ତାପରେ ବିଷୁବ ସଂକ୍ରାନ୍ତି ଯେଉଁଟାକି ଆମର ଏଠି ପଣା ସଂକ୍ରାନ୍ତି ମକର ଏସବୁ ବଡ଼ ବଡ଼ ପର୍ବ ମଧ୍ୟ ଭକ୍ତମାନଙ୍କ ସହଯୋଗରେ ଧୁମଧାମରେ ହୁଏ ଶୁଣିଲେ ସାର୍ଙ୍କୁ ବହୁତ ବହୁତ ଧନ୍ୟବାଦ ଏଇ ପୀଠ ଆଗକୁ ଯାଉ ଆପଣମାନେ ଯେଉଁମାନେ ଭିଡ଼ିଓ ଦେଖୁଛନ୍ତି ନିଶ୍ଚିତ ନୀଳଗିରି ବ୍ଲକରେ ଯେଉଁ ସଜନାଗଡ଼ ତେଣ୍ଡା ଗ୍ରାମ ରହିଛି ଆପଣମାନେ ଆସିକି ଥରେ ବାବାଙ୍କ ଦର୍ଶନ କରି ଯାଆନ୍ତୁ ସାକ୍ଷାତ ବାବା କ'ଣ ଆପେ ଏଇଠି ଆବିର୍ଭାବ ହେଇଥିଲେ ନା ଆପେ ପୁରା ସମ୍ଭୂତ ସିଏ ଆମର ଯେଉଁ ପର୍ବତ ଦେଖୁଛନ୍ତି ରୁକ୍ଷୀ ପର୍ବତ ସିଏ ମଧ୍ୟ ସ୍ୱୟଂ ନିଜେ ଆମର ମହାଦେବ ତାଙ୍କର ଯେହେତୁ ସେ ଲୋକମାନେ ଏତେ ବିରାଟ କାୟ ରୂପକୁ ସେମାନେ ପୂଜିତ କରିପାରିବେ ନାହିଁ ତାଙ୍କୁ ସେ ହୁଏତ ସେଥିପାଇଁ ବାବା ଆବିର୍ଭୂତ ହୋଇଛନ୍ତି ଏବଂ ଏଠିକାର ଗ୍ରାମବାସୀମାନେ ତାଙ୍କର ନାଁ ରଖିଛନ୍ତି ବାବା ଶଙ୍ଖେଶ୍ୱର ତାଙ୍କର ଲିଙ୍ଗ ସ୍ୱୟଂ ସମ୍ଭୂତ ଏବଂ ସେ ପଥରର ଚତିରେ ରହିଛନ୍ତି ଏବେ ମଧ୍ୟ ଯେଉଁ ହେଉଛି ପାଦୁକ ଯାଉଛି ଯେ ଜାଗାରେ ସିଏ ବି ମଧ୍ୟ ପୁରା ପ୍ରାକୃତିକ ପଥର ଦେହରେ ହିଁ ଅଛି ରୁକ୍ଷେଶ୍ୱର ଆଉ ଶଙ୍ଖେଶ୍ୱର ଗୋଟେ ନା ମାନେ
सी हेले दुई देह किंतु आत्मा गोटे माने आमे एते बड़ रूप को तो विराट काय रूप को किए पूजा करि परिबो नाही तेणु सी तांको भावना रे सी ता पाद देश रही जाइछन जे समस्ते तांको पूजा जमती करि परिबे एवं तांको भितर संजोग मध्य अछि काइना सी गोटे पत्थर रही अछंती ना अलग अलग ना अलग अलग जेहेतु आम रुखी पर्वत बोली कहले तेणु तांको ना रुखेश्वर कराई यांको आमर जिते आमे नामकरण करछे तेणु से ग्रामवासी माने बा जे प्रथम पूजा करथले से माने भाबिले जे आमे शंखेश्वर दबा सेठु बाबा नाम शंखेश्वर होईची सर बहुत मूल्यवान मतामत आमको देइचंती बाबा विषय में आपण मैंने शुणिले निश्चित थोड़े आसी बुली जातु बहुत शांति लगे बहुत सुंदर लगे आसी बुली जातु शंखेश्वर शैवपीठ नीलगिरी में। नमस्कार मो सहित जन दीदी अच्छा दीदी सहित आम कथा हाँ दीदी यही पाखरे घर आ से स्कूल टीचर अच्छा तो सी बाबा विषय दीपद आमको कहे प्रत्यक्ष अनुभूति रही बाबा विषय में चलते पचारि बुझा दीदी को दीदी आप ना मो ना सुभाषिनी विश्वाल कौन आप बाबा विषय प्रत्यक्ष अनुभूति रही घरटा राजेन्द्रपुर मो ससुर हेले गणेश्वर नायक ये मंदिर स्थापन करथिले मु 30 वर्ष है बाहागर है मंदिर आसिक राति रही नी प्रथम करी गत वर्ष शिवरात्रि दिन राति रही दीप जालिया आमर जो राति 12टा बेले बड़ पूजा हुए तेंडा कन्याश्रम हेडमिस्ट्रेस करती से पूजा समय आमर लिंग पाखक स्वतंत्र गोटे गात अच्छी से गात मध्य आमर नागदेवता बाहर जिते बड़े सी कि प्रत्यक्ष हुंती भक्त मान संतुष्ट हुंती मु जहाँ भावुची संतुष्ट हुंती से बाहरती एते समय धरिकी रुहंती कहारी किछि क्षति करंतिनी नना मध्य साइड रे बसिकी पूजा करंती सी चारिआडे बुली बुला के गोटे जगह थिरकिना रुहंती महादीप उठी सारिया पर्यंत गत वर्ष से थिले ए वर्ष मध्य सोमवार दिन आमर एठी जो मंदिर नुआ मूर्ति सब स्थापन करागला प्रतिष्ठा करा जाउथला मु आसी रथिनी किंतु सुनिबा को पाइछि नागदेवता मध्य बाहर थिले एतिकी माने आमे ठाकुरंग पाखरे मोर प्रणाम जे सी आमको देखा दउचंती सेइथिपई बहुत भक्त मध्य गत वर्ष ठारू आसिकी भिड़ होइकी रहउचंती रातिर मध्य से माने तांको मनर गोटे आशा रहउची जे आमे केमिति से नागदेवता को आम रुखी रूप रे दर्शन करू मैं एति कही मोर वक्तव्य रखी देवता जो आसंती आज्ञा आसवाटा के देखते ना हठात से बाहरती ना 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 आसीबाटा ही देखिचंती बाहर आसंती ना से गात अच्छी से लिंग पाखक भितर गात अच्छी से गात भितर से बाहरती पुणी आपे आपे पळे जान पुणी आपे आपे पलांती नना भी मध्य पूजा कला बेले आमर जो लिंग रे पूजा करंती ता भितर नना भी मध्य निजे उठेइछंती तमने साप को से फूल बेलपत्र जो दिया जाय थाए आग दिन दिया जाय थाए ता पर दिन सकाळे आसी ताको बाहर करंती से बाहर कला बेले नना भी मध्य निजे हाथ रे उठेइछंती किछि क्षति करंती कोनोसी दिने माने एमिति पूजक भी पूजा करन तांगा साइड रे पूरा थांती नागदेवता मु निजे प्रत्यक्ष दर्शी हाँ डर लगे नी आमे किंतु बहुत खुशी रे देखी डर तो लगे नी नना जेहेतु भितर बस थांती आ तांको पाखरे ही से रही थांते आमु कहीं डर लागिवो डर लगे नी किंतु खुशी लगे देखिया पई बाबा दर्शन अपन पाइछन निश्चित आ ए वर्ष भी मु बाबा को डाकुची ए वर्ष भी मधे आसिक रहीची बाबा को जेमते दर्शन टिके पाई आपन केते भल पांती बाबा बहुत भल पाए बाबा डाकिले सुनती निश्चित कथा आमे सबु बेले सबु समय ही बाबा को डाकी दीदी बहुत बढ़िया कथा कहले तो दीदी प्रत्यक्ष देखी नागदेवता को और नागदेवता जो आसती पुणी पलि जाती कहारी से किसी क्षति करती तो दीदी भाग्यवान जे कि नागदेवता दर्शन करटा ही हूँ अलौकिक घटना ये एरिया रे देखो केमती भौणी मैंने दीप जालिया केमिका सब व्यवस्था कर माटी लिपुंट माटी उपर दीप जालिबे देखु आ दीप न लिपाई केमिका सब आणिकी सब फूल आ फूल गछ बा फूल डाल सब लगाउछन दीप को सुरक्षित रखिया पई देखंतु राति सारा एटी एया अच्छा पवनटा बाजबनी अच्छा अच्छा राति सारा एटी रहिबारी प्रत्येक वर्ष कलाश बोलो ना बाबांकर एटा प्रिय ना कि से निजे बनाती तुम निजे बनाओ
ବାବା ବହୁତ ବହୁତ ମାନେ ପୁରା ବାବାଙ୍କର ବଡ ଭକ୍ତ ଇଏ। ଆଉ ଦେଖନ୍ତୁ ମୋ ପାଖରେ ଜଣେ ବାବାଙ୍କର ବହୁତ ବଡ ଭକ୍ତ ଆସିକି ପହଞ୍ଚିଯାଇଛନ୍ତି। ତାଙ୍କ ନାଁ ଭାରତୀ ଭଉଣୀ, ଯିଏକି ପ୍ରତ୍ୟେକ ଦିନ ବାବାଙ୍କର ଯୋଉ ଲାଗେ ତାଙ୍କର ବହୁତ ବଡ ବଡ ହାର ସବୁ ଲାଗେ ବାବାଙ୍କ ପାଖରେ, ସେ ବନାନ୍ତି ଆଉ ବହୁତ କଷ୍ଟ କରିକି ସେ ବନାନ୍ତି। ତାଙ୍କ ମୁହଁ ଦିପଦ ଶୁଣିବା ସେ କେମିତିକା ବନାନ୍ତି ଆଉ କେତେ ବାଟ ସେ ପରିଶ୍ରମ କରିକି ଯାଇକି କୋଉଠୁ କୋଉଠୁ ଫୁଲ ସଂଗ୍ରହ କରନ୍ତି ଚାଲନ୍ତୁ ପଚାରିବୁ ଯିବା। ଦିଦି ଆପଣଙ୍କୁ ବହୁତ ବହୁତ ସ୍ୱାଗତ ଆମ ଚ୍ୟାନେଲ। ଆଜ୍ଞା କଣ କହିବେ ଆପଣ ପ୍ରତ୍ୟେକ ଦିନ ବାବା? ନା ଏମିତି ବାବା ତ ଆମର ସବୁବେଳେ ବହୁତ ଭଲ ଆଉ ଭକ୍ତ ବି ବହୁତ ଭିଡ ଲାଗିଛି, ଭକ୍ତ ବି ଖୁସି, ଆମେ ବି ଖୁସି, ସବୁବେଳେ ଆମେ ଖୁସିରେ ଥାଉ। ଆଉ ଏମିତି ପ୍ରଭୁଙ୍କ ପାଇଁ କୋଉଠି ଗଛ ଆପଣ ନିଜ ଗଛ ନା 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 ଗଛ ସବୁ ଅଲଗା ଅଲଗା ଜାଗାରୁ ଦୂର ଜାଗାରୁ ନା 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 କେମିତି ଆଣନ୍ତି ଫୁଲ? ଆଉ ଆଣିଦିଅନ୍ତି, ଭାଇ ଆଣିଦିଅନ୍ତି ଆଉ। ଆପଣ ନିଜେ ଗୁନ୍ଥାନ୍ତି? ହଁ ମୁଁ ବସିକି ଗୁନ୍ଥେ। ପ୍ରତ୍ୟେକ ଦିନ ଆସିକି ବାବାଙ୍କୁ ଚଢାନ୍ତି? ହଁ ଆପଣଙ୍କ ଘରଟା କୋଉଠି? ଶିଆଳିମାଳ ଚାରିମାଳ। ନାଁଟା? ଭାରତୀ ମାଲିକ। କେତେ ଖୁସି ଲାଗେ ବାପାଙ୍କୁ ଯୋଉ ବହୁତ ଖୁସି ଲାଗେ, ଶାନ୍ତି ଲାଗେ? ବହୁତ ଶାନ୍ତି। ବାବାଙ୍କୁ ନିଜ ମନ କଥା ଆପଣ କେବେ କହିଛନ୍ତି ଯେ ବାବା ଅରଖ ଏଇଟା ବି କିଏ ବନେଇଛନ୍ତି? ଏଇଟା ଆପଣ ଦେଖନ୍ତୁ ବାବାଙ୍କର ଯୋଉ ପ୍ରିୟ ଅରଖ ଫୁଲ କେତେ ବଡ ହାର ଦେଖନ୍ତୁ। ଏ ବଡ ହାରକୁ ଭଉଣୀ ଆମର ଭାରତୀ ଭଉଣୀ ବନେଇଛନ୍ତି। ଆଜ୍ଞା ଆଉ ପ୍ରତ୍ୟେକ ଦିନ ସେ ବନାଉଛନ୍ତି। ତାହେଲେ ଦେଖନ୍ତୁ ତାଙ୍କ ଭିତରେ କେତେ ଭକ୍ତି ରହିଛି, ବାବାଙ୍କ ପ୍ରତି ସମ୍ମାନ ରହିଛି, ବାବାଙ୍କୁ ସେ ସବୁବେଳେ ପୂଜା କରୁଛନ୍ତି। କେତେ ଖୁସି ଲାଗୁଛି, କେତେ ବଡ ବଡ ହାର ଦେଖନ୍ତୁ। ବାବା ଯେମିତି ଖୁସି ହେବେ ସେମିତିକା ସେ ହାର ବନାଉଛନ୍ତି। ଆଉ ତେଣୁ ଦିଦିଙ୍କୁ ବହୁତ ବହୁତ ଧନ୍ୟବାଦ। ସେ ଏମିତିକା କାମ ସବୁବେଳେ କରିଚାଲନ୍ତୁ ଆଉ ବାବାଙ୍କୁ ଖୁସି ସବୁବେଳେ କରିଚାଲନ୍ତୁ। ଆଉ ଆଜି ଜାଗରରେ କଣ ବାବା ବି ଭକ୍ତ ମାନଙ୍କ ଦୁଃଖ ବୁଝୁଥାନ୍ତୁ ସଦା ସର୍ବଦା, ଆମେ ବି ତାଙ୍କ ଚରଣ ବିନ୍ଦୁରେ ସଦା ସର୍ବଦା ରହିଥାଉ। ଫୁଲ ବନାନ୍ତି ଆଉ ପ୍ରିୟ କିଏ ଭକ୍ତ ସାହାଯ୍ୟ କରନ୍ତି ନା ନିଜେ? ନା ନା ମୁଁ ଏକୁଟିଆ, କିନ୍ତୁ ଭାଇ ଆଣିକି ଦିଅନ୍ତି। ମୁଁ କଷ୍ଟ ଲାଗେନି? ସବୁବେଳେ ନା କଷ୍ଟ ଲାଗେନି ନା। ରାତି ପୂଜା କରିକି କରୁଛନ୍ତି? ହଁ ପୁରା ରାତି ସାରା ଯାଇଛନ୍ତି? ପୁରା ଶୋଇନାହାନ୍ତି? ରାତି ନା ଆପଣ ଖୋଜି ଖୋଜିକା ଆଣନ୍ତି କଲେକ୍ସନ କରନ୍ତି? ହଁ ଭାଇ ଆଣି ଦିଅନ୍ତି। ଭାଇ ବି ସାହାଯ୍ୟ କରନ୍ତି? ଆଜ୍ଞା ଭାଇ ଫୁଲ ଆଣିବାରେ ସାହାଯ୍ୟ ବହୁତ ସାହାଯ୍ୟ କରନ୍ତି, ନହେଲେ ଏସବୁ ହେଇପାରିବନି। କିନ୍ତୁ ଗୁନ୍ଥନ୍ତି ଆପଣ ନିଜେ? ଆଜ୍ଞା ପୁରା ମନ ଧ୍ୟାନ ଦେଇକି ସେ ଦେଖନ୍ତୁ ଗୁନ୍ଥିଛନ୍ତି। ନିଶ୍ଚିତ ବାବା ପ୍ରସନ୍ନ ହୁଅନ୍ତୁ। ଆଉ ଆପଣଙ୍କର ଶଙ୍ଖେଶ୍ୱର ବାବାଙ୍କୁ ଏତିକି ଆମେ ପ୍ରାର୍ଥନା କରୁଛୁ, ଭଉଣୀଙ୍କ ମନସ୍କାମନା ପୂର୍ଣ୍ଣ ହଉ। ସେ ତାକୁ ସବୁବେଳେ ଭଉଣୀକି ଆଶୀର୍ବାଦ କରନ୍ତୁ, ସେ ସବୁବେଳେ ଖୁସିରେ ରୁହନ୍ତୁ ଭଉଣୀ ଆମର। ଆଉ ଶେଷରେ କଣ କହିବା, ଜାଗର ଆଜି କେତେ ଆଜି ତ ବହୁତ କେତେ ଖୁସି, ଲୋକ ଆଜି ଏଠି ଆସିବେ? ବହୁତ ଲୋକ। ଆପଣ ରାତି ସାରା ଜାଗର ରହିବେ? ହଁ ଦୀପ ଜାଳିବେ? ଆଜ୍ଞା ଏକା ଆସିବେ? ଦୀପ ତ ସକାଳୁ ଲାଗିଛି। ସେବାରେ? ଆଜ୍ଞା। ବାବାଙ୍କ ସେବାରେ? ଏବେ ବିଷ୍ଣୁଙ୍କ ପାଇଁ ତୁଳସୀ ମାଳ ହବ, ଓନ୍ଲି 108 ଭିତରେ ଅଛନ୍ତି। ଆଜ୍ଞା 108 କଣ? ତୁଳସୀ। ତୁଳସୀ ମାଳ? ଆଜ୍ଞା ଆପଣ ନିଜେ ହଁ ହଁ ଦେଖନ୍ତୁ ନିଶ୍ଚିତ ବହୁତ ବଡ ଭକ୍ତ କହିଲେ ଆଉ କିଛି ଭୁଲ ହବନି। ଭଉଣୀଙ୍କ ପାଖରେ ସେଇଭଳିଆ ରହୁ, ମନୋବଳ ରହୁ, ଏଇଭଳିଆ ବାବାଙ୍କ ସେବା ସେ କରିଚାଲନ୍ତୁ। ଆଉ ମନ ଭିତରେ ସବୁବେଳେ ଭଲ ଭାବନା ତାଙ୍କର ଜାଗ୍ରତ ହଉ। ବାବା ସମସ୍ତଙ୍କୁ ଖୁସି ରଖନ୍ତୁ, ଏତିକି ଆମେ କାମନା କରିବୁ। ଶେଷରେ କଣ କହିବା ଜାଗର ଉପଲକ୍ଷେ? ଜାଗର ଜୟ ଶିବ ଶମ୍ଭୁ, ଜୟ ଶିବ ଶମ୍ଭୁ, ଜୟ ଭୋଲେନାଥ। ଜୟ ଭୋଲେନାଥ। ଏମିତି ଫୁଲ ଲଗେଇବାର କାରଣଟା କ'ଣ? ସୁନ୍ଦର ଦେଖାଯିବ ନା? ନା ପବନ ବାଜିବନି? ଦୀପ ପବନ ବି ବାଜିବନି? ଓହୋ ହୋ। ଆଜି ପୁରା ରାତି ଉଜାଗର ରହିକି ଦୀପ ଜାଳିବ, ଜାଗର ଦୀପ। ଓହୋ। କେତେ ଆସନ୍ତି ଏଠି? ବହୁତ ଲୋକ ଆସନ୍ତି ବୋଧେ ଦୀପ ଜାଳିବା ପାଇଁ? ବହୁତ ଲୋକ ନା? ଆପଣଙ୍କ ନାଁଟା? କେଉଁଠି ଘର କେଉଁଠି? କେତେ ବର୍ଷ ହେଲାଣି ଜାଗର ଦୀପ ଉଜାଗର ରହି ଜାଳୁଛନ୍ତି? ଆଜ୍ଞା 4-5 ବର୍ଷ ହେଇଗଲାଣି। ଆଉ କିଏ ଆସିଛନ୍ତି? କେତେ ଖୁସି ଲାଗେ ବାବାଙ୍କ ପାଖକୁ ଆସି? ଶାନ୍ତି ଲାଗେ? ହଁ ବହୁତ ଶାନ୍ତି ଲାଗେ। ଆମେ ପାଖରେ ବସିକି ଏଠି ଆମେ ଜାଗର ଜାଳିବା ପାଇଁ ବସିଥାଉ, ଏଠି ଭାଉଜ ମା ବସିଥାନ୍ତି, ସେଠି କୀର୍ତ୍ତନ ହୁଏ, ଆମେ ଯାଇକି ସେଠି କୀର୍ତ୍ତନ କରୁ। ପୁରା ନାଚିବ, ଠାକୁରଙ୍କ ଗୀତ ନାଚିବ? ବହୁତ ଖୁସି ଲାଗେ ନା? ବହୁତ ଖୁସି ଲାଗେ। ଭାଉଜ ଆପଣ ସେ ଭାଉଜ ନା ଭଉଣୀ? ଭାଉଜ। ଭାଉଜ ଭାଉଜ ଆପଣଙ୍କୁ କେତେ ଭଲ ଲାଗେ? ବହୁତ ଶାନ୍ତି ଲାଗେ, ମନସ୍କାମନା ପୂର୍ଣ୍ଣ ହୁଏ, ଯାହା କହିଲେ ବାବା ଶୁଣନ୍ତି। ଯାହା ହଉ। ଆପଣଙ୍କ ନାଁଟା ଭାଉଜ? ମୁକ୍ତିବାଳା ସିଂ। ଘରଟା ଏଇଠିକି ତେଣ୍ଡାରୁ ଆସିଛନ୍ତି ନା? ଆଉ ଆପଣଙ୍କ ମନସ୍କାମନା ପୂର୍ଣ୍ଣ ହଉ। ଏଇଟା ଯେଉଁ ଲଗାଉଛନ୍ତି କାହିଁକି? ଆପଣ ଦେଖିଛନ୍ତି ତାମାନେ ସାପ ନା ଗଦେ ବଦେ? ହଁ ନା? ଡର ଲାଗିଲାନି? ପୁରା ବାହାରିକି ବୁଲିକି ବାବାଙ୍କ ଦର୍ଶନ ଆମର ଭାଉଜ ପାଇଛନ୍ତି, ଭଉଣୀ ବି ପାଇଛନ୍ତି। ତ ଏଇଗୁଡ଼ା କାହିଁକି, ଏ ଗଛ ଗୁଡ଼ା କାହିଁ ଲଗାଉଛନ୍ତି ଏମିତି? ମାନେ ପବନ ଆସିଲେ ଯେ ଦୀପରେ ବାଜିବନି, ଆଉ ଏଇଟା ଫୁଲଟା ସୁନ୍ଦର ଦେଖାଯିବା ପାଇଁ। କାରଣ ଦୀପକୁ ବଞ୍ଚେଇବା ପାଇଁ ଏଇଟା କରାହେଉଛି ନାଇଁ କି? ଦୀପକୁ କେମିତି ସୁରକ୍ଷିତ ରଖିବେ ସେଥିପାଇଁ ଭଉଣୀମାନେ ଫୁଲ ସବୁ ଆଣିକି ଫୁଲ ଗଛ ସବୁ ଲଗାଉଛନ୍ତି। ଆଉ ଏଇଟା କାଦରେ କରାହେଇ ଦେଖନ୍ତୁ
ପୁରା ଚାଦର ଲିପା ହେଇଛି ଆଉ ପୁରା ଏଠି ଦୀପ ଗୁଡ଼ା ସବୁ ଜଳିବ ପାଖାପାଖି କେତେ ଦୀପ ଜାଳିବେ ଆପଣ କେତେ ଦୀପ କେତେ ଜଣ ଏଠି ବସିବେ ସମସ୍ତେ ଆସିକି ଏଠି ଦୀପ ଜାଳିବେ ସମସ୍ତେ ଗୋଟେ ଗୋଟେ ଦୀପ ଏଠି ଜଳାଇବେ ଭାଉଜ ଆସୁନ ଭାଉଜ ଆସ ଛଡ଼ାଯିବ ଆଜି ୟୁଟ୍ୟୁବରେ ଦେଖିବ ହଁ କହିଦେଉଛୁ ଗୁଡ୍ पूजा आरंभ हो गलानी बर्तमान देखो भाज मैंने पूजा आरंभ करदे दीप जालुं पूजा कर